ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ। ଉତ୍କଳ ଗୌରବ ପାଠଶାଳା ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି। ପୂର୍ବ କ୍ଲାସରେ ଆମେ ପଢିଥିଲେ ଡିଭିଜନର କିଛି ରୁଲ ଏବଂ ତାର କିଛି କ୍ୱେଶ୍ଚନ ଆନ୍ସର। ଆଜି ପୁଣି ଥରେ ସେ ଟପିକକୁ ଆମେ କଣ୍ଟିନ୍ୟୁ କରିବା ଆଉ କିଛି ନୂଆ କନସେପ୍ଟକୁ ନେଇ। ପ୍ରଥମ କନସେପ୍ଟ ଦେଖନ୍ତୁ, ହେଉଛି କନଜିକ୍ୟୁଟିଭ ରିମାଇଣ୍ଡର। ଆମର କନଜିକ୍ୟୁଟିଭ ରିମାଇଣ୍ଡର ଓଡ଼ିଆ ମାନେ ହେଉଛି କ୍ରମାଗତ ଭାଗ ଶେଷ। ବୁଝିପାରିଲେ? କ୍ରମାଗତ ଭାଗ ଶେଷ। ତାହା ପୁଣି କିପରି ନା କେବଳ ଗୋଟିଏ ଭାଜକକୁ ନେଇ, ତାମାନେ ଗୋଟିଏ ଭାଜକ ରହିବ ଏବଂ ତାର କ୍ରମାଗତ ଭାଗ ଶେଷ ଦେଖିବା। ସେ ହେଉଛି କନଜିକ୍ୟୁଟିଭ ରିମାଇଣ୍ଡର। ତାହେଲେ ଏକ୍ସାମ୍ପଲ ଦେଖିବା। ଏଠି ଦେଖିବା ଗୋଟେ ଏକ୍ସାମ୍ପଲ କଣ, 3, 8, 6, 8, 5, 9 ମନେକର ଏଇଟା ସଂଖ୍ୟା। ଏହାକୁ ଆମେ 12 ଦ୍ୱାରା ହରଣ କରିବା। 12 3 36 ମାଇନସ ବୁଲେଇଲା କେତେ 2। ଏଇଟା ଦେଖନ୍ତୁ, ଏଇଟା ଗୋଟେ ରିମାଇଣ୍ଡର। ବୁଝିପାରିଲେ? 36 ରୁ 38 ରୁ 36 ଗଲା, ରହିଲା କେତେ 2। ଇଏ ଗୋଟେ ରିମାଇଣ୍ଡର। ତାପରେ 6 ଓହ୍ଲେଇଲା 26 ହେଲା, 12 ଦୁଣେ 24। ପୁଣି ଇଏ 26 ରୁ 24 ଗଲା ପରେ କେତେ ରହିଲା 2। ଇଏ ଗୋଟେ ରିମାଇଣ୍ଡର। ବୁଝିପାରିଲେ? କେତେ ଓହ୍ଲେଇବ 8। ଇଏ ପୁଣି 12 ଦୁଣେ 24। ପୁଣି ଏଠି କେତେ ରହିଲା 4। ଇଏ ଗୋଟେ ରିମାଇଣ୍ଡର। ବୁଝିପାରିଲେ? ତାପରେ ଓହ୍ଲେଇବ କେତେ 5, 39, 13 54, 12 48, 12 3 36। ତାହେଲେ 15 9। ବୁଝିପାରିଲେ? ତାହେଲେ 9 କୁ 9। ଏଇଠି ଯେ 9 ଓହ୍ଲେଇଲା, ଇଏ ବି ଗୋଟେ ରିମାଇଣ୍ଡର। 45 ରୁ 36 ଗଲେ 9, 15 15 ରୁ 6 ଗଲେ 9, ତେଣୁକି 19। ତାହେଲେ 12 96, 19 3। ତାହେଲେ ଏଇଠି କେତେ ରିମାଇଣ୍ଡର ପାଇଲେ ଦେଖନ୍ତୁ। ପ୍ରଥମେ ପାଇଲେ 2, ତାପରେ ପାଇଲେ 2, ତାପରେ ପାଇଲେ 4, ତାପରେ ପାଇଲେ 9, ତାପରେ ପାଇଲେ 3। ଏଇ ଯୋଉ ସବୁ ରିମାଇଣ୍ଡର, ଏଗୁଡାକୁ କଣ କୁହାଯାଏ ନା କ୍ରମାଗତ ଭାଗ ଶେଷ ବା କନଜିକ୍ୟୁଟିଭ ରିମାଇଣ୍ଡର। ତାମାନେ ଏଇ ଯୋଉ 3 8 6 8 5 କୁ ଆମେ 12 ଦ୍ୱାରା ହରଣ କରି ଚାଲିଲେ, ସ୍टेप बाय स्टेप। ଏଇ ପ୍ରତ୍ୟେକ ସ୍ଟେପ ରେ ଯୋଉ ରିମାଇଣ୍ଡର ହଉଛି ସେଇଟାକୁ ହିଁ କୁହାଯାଉଛି କ୍ରମାଗତ ଭାଗ ଶେଷ। ବୁଝିପାରିଲେ? ବାସ୍। ଆଉ ଗୋଟେ ଜିନିଷ, ଏଇ ଯୋଉ 12 ରୁ 3 ପଡିଲା, 12 3 36, ଏଇଟା ଗୋଟେ 36। 36 12 ଦୁଣେ 24 ପଡିଲା, ଆଉ ଥରେ 12 ଦୁଣେ 24 ପଡିଲା, ତ 12 3 36 ପଡିଛି। ତାହେଲେ 12 96 ପଡିଛି। ତାହେଲେ 30 ନା 36 ପଡିଛି, ତାପରେ 24 ପଡିଛି, ପୁଣି ଥରେ 24, ପୁଣି ଥରେ 36, ତାପରେ ଲାଷ୍ଟ 96। ଏଇ ଯୋଉ ସଂଖ୍ୟା, ଏଇ ସଂଖ୍ୟା ମାନଙ୍କର HCF କଣ ହବ କହିପାରିବେ? ଏଇ ସଂଖ୍ୟା ମାନଙ୍କର HCF ହେଲା ଆମର ଏଇ ଯୋଉ ଡିଭାଇଜର ଅଫ 12, ଯୋଉଟା କି ଆମେ ଡିଭାଇଜର ବୋଲି କହୁଛୁ।
ତାହେଲେ ଏମାନଙ୍କର divisor ହେଲା 12। ଏଟା ହେଲା ତାର କୋସେଣ୍ଟ, ଇଏ ହେଲା ଭାଗଫଳ, ଇଏ ହେଲା ଭାଗଶେଷ, ଲାଷ୍ଟ ଭାଗଶେଷ। କିନ୍ତୁ କ୍ରମିକ ଭାଗଶେଷ କ୍ରମାଗତ ଭାଗଶେଷ ହେଲା 2 2 4 9 3। ବୁଝିପାରିଲେ? ଏଇଟାକୁ ମନେ ରଖିଥିବେ। ଏଇ ଯୋଉ 36 ଯେତେ 12 3 36 ପଡିଛି, ଏ 36 କିନ୍ତୁ 12 ଦୁଗୁଣେ 24 ପଡିଛି, 24 କିନ୍ତୁ 12 ଦୁଗୁଣେ 24 ପଡିଛି, ଏଇ 24 12 3 36। ତାପରେ 12 12 12 ଅଷ୍ଟା 96। ଏଇ ଯୋଉ ସଂଖ୍ୟା ଗୁଡାକ ମନେ ରଖିବେ, ଏମାନଙ୍କର ଗସାଗୁ କେତେ ନା ଏଇ ସଂଖ୍ୟା ମାନଙ୍କର ବିଭେଜ। ଏଇଟା ତାହେଲେ ଆସନ୍ତୁ ନେକ୍ସଟ କନସେପ୍ଟ ଦେଖିବା। ନେକ୍ସଟ କନସେପ୍ଟ କଣ? ତାମାନେ ଇଏ ହଉଛି ସକ୍ସେସିଭ ରିମାଇଣ୍ଡର। ସକ୍ସେସିଭ ରିମାଇଣ୍ଡର ମାନେ କଣ ନା କ୍ରମିକ ଭାଗ ଶେଷ। ତାମାନେ ଏକାଧିକ ଭାଜକକୁ ନେଇ। ଏକ୍ସାମ୍ପଲ ଦେଖିବା, 613 ଏଇ ସଂଖ୍ୟାଟାକୁ ଆମେ ପ୍ରଥମେ 7 ଦ୍ୱାରା ହରଣ କରିବା, 6 ଦ୍ୱାରା ହରଣ କରିବା, 3 ଦ୍ୱାରା ହରଣ କରିବା, ତାପରେ 2 ଦ୍ୱାରା ହରଣ କରିବା। ତାମାନେ ଏଇ ଯୋଉ ଉପରଟା ୟାକୁ 617 କଣ କୁହାଯାଉଛି? ୟାକୁ କୁହାଯାଉଛି ଡିଭାଇଡେଣ୍ଡ। ମାନେ ଭାଜ୍ୟ। ଆଉ ଏଇ ଘରର ଯାହା ଆସିବ ଇଏ ହଉଛି ରିମାଇଣ୍ଡର। ମାନେ ଏଇଠି 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 ଏଇ ଘରରେ ରିମାଇଣ୍ଡର ଆସିବ। ବାକି ଏଇ ଯୋଉ ଡିଭାଇଡେଣ୍ଡ ତା ତଳକୁ ଯେତେ ଆସିବ କୋସେଣ୍ଟ। ତା ମାନେ ଭାଗଫଳ ରହିବ। ବୁଝିପାରିଲେ? ତାପରେ ଦେଖନ୍ତୁ, ଆସନ୍ତୁ ଦେଖିବା 7 7 56 7 56 61 ମାନେ ଆଉ 5 53। ତାହେଲେ 7 7 50 7 50 50 3 53 ମାନେ 1000। ତାହେଲେ ୟାର ରିମାଇଣ୍ଡର 7 ର ରିମାଇଣ୍ଡର 7 ସିଧାରେ ଏଠି ବସିଲା 4। ବୁଝିପାରିଲେ? ପୁଣି 87 କୁ 6 ରେ ହରଣ କରିବା, 6 କେ 6 ଇଏ ହେଲା 2 7 6 35 6 6 24। ତାହେଲେ ରିମାଇଣ୍ଡର କେତେ ରହିଲା? 3। ପୁଣି 14, 14 କୁ ହରଣ କରିବା 3 ରେ, 3 12 ରିମାଇଣ୍ଡର କେତେ? 2। ପୁଣି ଏଠି ଆସିଲା ଆମର 4, 2 ଦୁଣେ 4 ରିମାଇଣ୍ଡର 0। ତାହେଲେ ଏଠି ଦେଖନ୍ତୁ, ଏଠି ଯୋଉ ଆସିଲା 4 3 କିମ୍ବା 2 କିମ୍ବା 0, ଏଇ ସବୁ ହେଲା କଣ ନା କ୍ରମିକ ଭାଗ ଶେଷ। ଆମ ରିମାଇଣ୍ଡର ଦେଖନ୍ତୁ, କ୍ରମିକ ଭାଗ ଶେଷ, କ୍ରମିକ ମାନେ ସକ୍ସେସିଭ ରିମାଇଣ୍ଡର। କିନ୍ତୁ ଭାଜକକୁ ଦେଖନ୍ତୁ, ପ୍ରଥମେ 7 ଦ୍ୱାରା ହରଣ, ତାପରେ 6 ଦ୍ୱାରା ହରଣ, ତାପରେ 3 ଦ୍ୱାରା, ତାପରେ 2 ଦ୍ୱାରା। ତେଣୁ ଏକାଧିକ ଭାଜକ ରହୁଛି, କିନ୍ତୁ ରିମାଇଣ୍ଡର ଏଇଭଳିଆ ଯୋଉ ବାହାରୁଛି ତାକୁ କ୍ରମିକ ଭାଗ ଶେଷ କୁହାହଉଛି। କିନ୍ତୁ ଆମର ଯୋଉ କ୍ରମାଗତ ଭାଗ ଶେଷରେ କଣ କରାଯାଉଥିଲା, ଯେ କେବଳ ଗୋଟିଏ ଭାଜକ ରହୁଥିଲା। ବୁଝିପାରିଲେ? ତେଣୁ ଆପଣମାନେ ଭଲସେ ବୁଝିପାରିବେ। ତେଣୁ ଆସନ୍ତୁ କ୍ୱେଶ୍ଚନ ଆରମ୍ଭ କରିବା। ଆଉ ଏଇଠି ଗୋଟେ ଜିନିଷ ମୁଁ ତ ବୁଝେଇଥିଲି। ଆସନ୍ତୁ ଦେଖିବା 1 ନମ୍ବର କ୍ୱେଶ୍ଚନ। ସେ କଣ କହିଛି, 38469 is divided by a certain number 8 9 6 and 9 appear as these consecutive remainders, then the divisor is what?
ताले 3 8 4 6 9 तुम 3 8 4 6 9 এই সংখ্যাକୁ ଗୋଟେ ସଂଖ୍ୟା ଦ୍ୱାରା ମାନେ ହରଣ କରାଯିବ ଯାହା ଫଳରେ ତାର ଭାଗ ଶେଷ କିଏ ରହିବ ପ୍ରଥମେ ତ 8 ରହିବ ହେଲା କି 8 ରହିବ ତାପରେ 8 9 ତାପରେ 6 9 8 ତାପରେ 9 ତାପରେ 6 ତାପରେ 9 ଏରି କହୁଳିଆ ହବ ଦେଖନ୍ତୁ ଏଇ ଯୋଉ ଯେକୌଣସି ସଂଖ୍ୟା ଦ୍ୱାରା ଏଠି ଯାହା ହେଲେ ପଡିବ ତାହେଲେ ଆମର ଏଇଠି 8 ରିମାଇଣ୍ଡର ହଉଛି ମାନେ ଏଇ 38 ରୁ କେତେ ମାଇନସ ହେଲା ପରେ 8 ରହୁଛି ହଁ କି ନାହିଁ ସେଇ ସଂଖ୍ୟାଟା ହିଁ ଏଠି ପଡିଥିବ ତାହେଲେ ଏଠି 30 ନିଶ୍ଚିତ ଭାବରେ ପଡିଥିବ ଯାହା ଫଳରେ 38 ରୁ 30 ଯାଇକି 8 ହଉଛି ବୁଝିପାରିଲେ ତାପରେ ଲେଲା ମନେ କରାଯାଉ 4 ତାହେଲେ 84 ରୁ କେତେ ମାଇନସ ହେଲେ ନ ହଉଛି ନା ଆମେ କହିବା 75 ବୁଝିପାରିଲେ ତାପରେ ଓହ୍ଲେଇବ କେତେ 6 ଓହ୍ଲେଇଲା 96 ହେଲା 96 ରୁ କେତେ ମାଇନସ ହେଲା ପରେ 6 ରହୁଛି ନା ଆମେ କହିବା 90 ହଁ କି ନାହିଁ ତାହେଲେ ଏଠି 90 ପଡିଛି 75 ପଡିଛି ଏଠି 30 ପଡିଛି ବୁଝିପାରିଲେ ତାପରେ ଓହ୍ଲେଇବ ନ ହରଣ ଆମେ ସାଧାରଣତଃ ହରଣ ଏଇଭଳିଆ ହିଁ କରୁ ନା 69 ଆମେ ଆଉ ଥରେ କିଛି ପଡିଲା 9 ରିମାଇଣ୍ଡର ପାଇବ ମାନେ ନିଶ୍ଚିତ ଭାବରେ ଏଠି 60 ପଡିଥିବ ବୁଝିପାରିଲେ ତାହେଲେ ଯାଇକି ସିନା ନ ହବ ନା ଅଲଗା ସଂଖ୍ୟା ଏଠି ପଡିଲା ନ ହେଇପାରିବ ନା କେବେ ନୁହଁ ହଁ ଏଠି ଦେଖନ୍ତୁ ପ୍ରଥମ ପଡିଲା କେତେ 30 ତାପରେ ପଡିଲା 75 ତାପରେ ପଡିଲା 90 ତାପରେ ପଡିଲା 60 କହିପାରିବେ କି ଏହାର HCF କଣ ମୁଁ ପୂର୍ବ ଏକ୍ସାମ୍ପଲରେ ବୁଝେଇଥିଲି ଏହାର HCF ହଉଛି ଡିଭାଇଜର ବୁଝିପାରିଲେ ଏଇଠି ଯୋଉ x ବଦଳରେ ଡିଭାଇଜର ଆସିବ ତାହେଲେ ଏଇ ଯୋଉ ଚାରିଟା ସଂଖ୍ୟା ଏଇ ଅପସନ କୁ ଦେଖିବା କୋଉ ଅପସନ ଟା ଏଇ ଚାରିଟି ଯାକ ସଂଖ୍ୟାକୁ ମାନେ ଡିଭାଇଡ କରିପାରୁଛି ମାନେ ହରଣ ହେଇପାରୁଛି ଆଉ କଟି ପାରୁଛି ଆଉ 66 ଦ୍ୱାରା ଏଗୁଡା ସବୁ ଗୁଡା କଟିବନି HCF ମାନେ କଣ ଏଇ ସମସ୍ତ ସଂଖ୍ୟା ଗୋଟେ ସଂଖ୍ୟାରେ ଭାଗ ହବା ଦରକାର ସେଇଟା ହିଁ HCF ହବ ନା ଏମାନଙ୍କର ତେଣୁ 66 ଦ୍ୱାରା କଟିବ ନାହିଁ ସବୁ ଗୁଡା 45 ଦ୍ୱାରା କେବଳ 90 କଟିବ ତାପରେ ଆଉ କଟିବ ନାହିଁ 30 ଦ୍ୱାରା 30 କଟିବ 90 ଦ୍ୱାରା 60 କଟିବ କିନ୍ତୁ 75 କଟିବନି କିନ୍ତୁ 15 ଦ୍ୱାରା 30 ମଧ୍ୟ କଟିବ 15 ଦୁଗୁଣେ 30 15 ପଞ୍ଚା 75 15 90 15 60 ତାହେଲେ ଆମେ ଏଠି ପାଇଲେ କଣ 15 ଗୋଟେ ଏମିତି ସଂଖ୍ୟା ଏଇ ସଂଖ୍ୟା ମାନଙ୍କର HCF ଏବଂ এইটা ହିଁ ଡିଭାଇଜର ବୁଝିପାରିଲେ କି ନାହିଁ ତାହେଲେ x ବଦଳରେ କେତେ ଆସିବ 15 ତାହେଲେ ଅପସନ ନମ୍ବର A କରେକ୍ଟ ବୁଝିପାରିଲେ A number when divided successively by 4 and 5 leave the remainder 1 and 4 respectively when it is successively divided by 5 and 4 the respective remainder will be what ସେ କହିଛି ଗୋଟେ ସଂଖ୍ୟାକୁ 4 ଏବଂ 5 ଦ୍ୱାରା ହରଣ କଲେ 1 ଏବଂ 4 କ୍ରମାନ୍ୱୟରେ ଭାଗଶେଷ ହୁଏ ତା ମାନେ ମୁଁ କହିପାରିବି ଗୋଟେ ସଂଖ୍ୟା ତା ମାନେ x ୟାକୁ ଯଦି ମୁଁ ପ୍ରଥମେ କଣ କହିଲି 4 ଦ୍ୱାରା ତାପରେ 5 ଦ୍ୱାରା ପ୍ରଥମେ 4 ଦ୍ୱାରା ହରଣ କରିବି ରିମାଇଣ୍ଡର 1 ରହିବ ତାପରେ 5 ଦ୍ୱାରା ହରଣ କରିବି
रिमाइंडर केते रहइबो 4 रहइबो 4 रहइबो तापरे से जो x टा बाहरिबो ए जो हम डिवाइडेड बाहरिबो डिवाइडेड टा प्रथम बाहर करिबो बाहरला परे ताऊ कोन करिबा से डिवाइडेड को प्रथमे एडी 4 द्वारा प्रथमे तापरे एडी 5 द्वारा हरण करइतला एडी प्रथमे 5 द्वारा हरण करिबा तापरे 4 द्वारा हरण करिबा एडी हमर रिमाइंडर केते आसीबो बोली पचारिछि ताले देखंतो एमती क्वेश्चन रे हमर जो लास्ट जो भागफलटा एटा को भागफल एटा हमर भाज्य ता तळको जेते आसीबो घर जोडा भागफल एगुडा का भाजक एगुडा हमर भागफल ना भागशेष सॉरी भागशेष बुझिपाले तेणु यार फर्मुला कोन भाजक गुणन भागफल युक्त भागशेष समान 5 गुणन शून्य युक्त 4 ताले 4 हबो एथिबे हमर भाजक गुणन भागफल युक्त भागशेष 4 × 16 1 17 ताले एसपी संख्याटा पाइले केते 17 ताले ये हला एक्सपोनेंट हम 17 लिखले ताले 5 3 15 रिमाइंडर 2 तापर एटा 4 0 0 3 को 3 ताले केते पाइले 2 एवं 3 यार से बोले 17 होछि कि नै भाजक गुणन भागफल युक्त भागशेष 4 0 0 प्लस 3 3 15 प्लस 2 17 बुझिपाले ताले हमर रिमाइंडर एटा केते पाइले 2 एवं 3 ऑप्शन नंबर सी बुझिपाले एगुडा देखंतु when a number n is successively divided by 6 5 and 7 the remainder obtained are 3 1 4 तन्ना गोटे संख्या होची n को डिवाइड करिया केतरे प्रथमे 6 रे डिवाइड कले तापरे 5 रे डिवाइड कले तापरे 7 रे डिवाइड कले प्रथम रिमाइंडर केते पाइला 3 सेकंड रिमाइंडर 1 तापर थर्ड रिमाइंडर 4 पाइला बुझले तापर से पाइछि what is the remainder when n is divided by 15 ताले 15 द्वारा जते एटा n टा हम पाइले n टा को 15 द्वारा हरण करले भागशेष केते रहउछि बोली पचारिछि ताले यार प्रोसेस को बोले हम जानछे ना हमें सब बेले लास्ट भागफल को ये ला भागफल ये भागफल ये भागफल भागफल को 0 बोली मानिबा ताले भाजक एटी 7 7 भाजक गुणन भागफल युक्त भागशेष 7 0 प्लस 4 4 तापर भाजक गुणन भागफल युक्त भागशेष 5 20 21 6 6 भाजक गुणन भागफल युक्त भागशेष 6 के 6 6 12 प्लस 3 1 ताले 1 को 9 पाइले बुझिपाले କହିଛି କଣ n बदल पाइले केते 1 to 9 1 to 9 को हमें 15 रे हरण करिया ताले 15 टा 120 डायरेक्टली 9 रिमाइंडर आउ केते रहला 9 बुझि पाले तो आकु दियो a number divided by 13 leaves a remainder 1 and if the percentage of 10 is divided by 5 we get a remainder of 3 what will be the remainder if the number is divided by 65 से कहिछि गोटे संख्या ए संख्या को 13 द्वारा चला एक रिमाइंडर पाइला जो भागफल पाइला से भागफलटा को से 5 रे हरण कला पर रिमाइंडर आसला 3 तापर से पचरिछि ए जो x पाइबा ताकू हमें केते 65 द्वारा हरण करिया ताले तार रिमाइंडर केते बोली पचरिछि
ତାହେଲେ ଆସନ୍ତୁ ଦେଖିବା x डिवाइड बाय 13 रिमाइंडर केते 1 तापर 5 को हरण करबा रिमाइंडर 3 तार माने हम जानि छै लास्ट हमर भागशेष को 0 बोले हम सब ताले 5 को गुणन भागफल युक्त भागशेष असले 0 प्लस 3 बुझ पाले तापर 13 3 39 प्लस 1 केते पहिले 40 ताले पुणी कोन कहला 40 को हम 65 द्वारा हरण करबा ताले 40 को 65 द्वारा हरण करबा माने से 40 ही हमर रिमाइंडर 40 ता सान ना 65 रो डायरेक्टली हमर 40 पाइले ताले ऑप्शन नंबर डी करेक्ट ताले देखंतु 5 नंबर if the number is successively divided by 7 4 3 leaves remainder 5 3 2 respectively से प्रथम कहला गोटे संख्या ताको जदि हमें प्रथमे 7 द्वारा हरण करबा रिमाइंडर 5 हबो तापर 4 द्वारा हरण करबा रिमाइंडर 3 हबो तापर 3 द्वारा हरण करबा रिमाइंडर 2 हबो ताले एटा ऑर्डर ऑफ डिवीजन इन रिवर्स से कहैछि एई संख्याटाको ए जो डिवाइजर माने अछंती 7 4 3 संख्या क्रमटा बदली उल्टी जीवो 3 4 तापर 7 प्रथम 3 द्वारा हरण कराजिवो तापर 4 द्वारा तापर 7 द्वारा ताले ए रिमाइंडर कोन आसीबो बुझ पारले ताले आसंतु सॉल्व करिया ताले 7 x रिमाइंडर कते 5 4 रिमाइंडर 3 रिमाइंडर 2 ताले हमें लास्ट भागफल को 0 बोली कि नबा ताले भाजक गुण भागफल युक्त भागशेष 3 0 प्लस 2 2 तापर 4 गुणन 2 8 3 11 ये पुणे 11 77 29 80 82 ये पहले 82 ताले पुणे 82 को हम कौन करबा ना 3 द्वारा हरण करबा 4 द्वारा हरण करबा 7 द्वारा हरण करबा तापर रिमाइंडर कोन आछि ताको बाहर करबा 3 दुणे 6 22 3 7 21 रिमाइंडर 1 पुणे 4 6 4 24 3 27 ये 7 में 0 6 रिमाइंडर ताले 3 6 ताले 6 ऑप्शन नंबर 1 नो आज पई पिला माने सेतिक रे रखिबा आजिका पई डिवीजन रो हमें डिवीजन टॉपिक को एठी ही रखिबा बाकी जते बेला हमें मिक्स क्वेश्चन आनिबा सेते बेले डिवीजन आसीबो यूनिट डिजिट आसीबो रिमाइंडर आसीबो सब किछि आसीबो सेति पई एति और जो पिला माने हम वीडियो देखुचंती प्लीज निश्चित भाବରେ कमेंट करंतु हम वीडियो आपन मानको किपरि लागुची एवं जदि भल लागुची ताले लाइक करंतु शेयर करंतु एवं सब्सक्राइब करिया पई भूलंतु नाही जय जगन्नाथ देखा नेक्स्ट वीडियो रे बाय।